ବହୁତ ଦିନ ତଳର କଥା। ରଥଯାତ୍ରା ଆସୁଥିବାରୁ କୁମ୍ଭ ଓ ଶିଆଳ କାଠ ଆଣିବା ପାଇଁ କାଳି ଜଙ୍ଗଲକୁ ଗଲେ। କାରଣ ଏ ବର୍ଷ ସବୁ ପଶୁ ପକ୍ଷୀ ମିଶି ଜଙ୍ଗଲରେ ଧୁମଧାମରେ ରଥଯାତ୍ରା କରିବେ। ଏମିତି କିଛି ବାଟ ଗଲା ପରେ ସେମାନେ କାଳି ଜଙ୍ଗଲରେ ପହଞ୍ଚି ଗଲେ। ଠିକ୍ ସେହି ସମୟରେ ଶିଆଳ ଓ କୁମ୍ଭ ଦେଖିଲେ ସେ ଜଙ୍ଗଲ ଭିତରେ ଗୋଟିଏ ବିଶାଳ ଜାମୁକୋଳି ଗଛ ଅଛି। ଆଉ ସେ ଜାମୁକୋଳି ଗଛରେ ପ୍ରବଳ ଜାମୁକୋଳି ହୋଇଛି। ମିଠା ମିଠା ଜାମୁକୋଳିକୁ ଦେଖି ଶିଆଳ ଓ କୁମ୍ଭ ପାଟିରୁ ଲାଳ ଗଡ଼ିବାକୁ ଲାଗିଲା। ଠିକ୍ ସେହି ସମୟରେ ଶିଆଳ କୁମ୍ଭକୁ କହିଲା, କୁମ୍ଭ ଭାଇ, ଦେଖିଲ ଏ ଗଛରେ କେତେ ଜାମୁକୋଳି ହେଇଛି। କୁମ୍ଭ ଭାଇ, ଆଉ ଡେରି କରନି, ଚାଲ ସେ ଜାମୁକୋଳି ଗଛ ପାଖକୁ ଯାଇ ଜାମୁକୋଳି ଖାଇବା। ବହୁତ ମଜା ଆସିବ। ଏହା କହି କୁମ୍ଭ ଓ ଶିଆଳ ସେ ଜାମୁକୋଳି ଗଛ ପାଖକୁ ଗଲେ। ଠିକ୍ ସେହି ସମୟରେ କୁମ୍ଭ ଓ ଶିଆଳ ଦେଖିଲେ ସେ ଜାମୁକୋଳି ଗଛ ଉପରେ ଗୋଟିଏ ସୁନ୍ଦରୀ କନ୍ୟା ଚଢ଼ିଛି ଓ ମିଠା ମିଠା ଜାମୁକୋଳି ଖାଇ ମଞ୍ଜି ତକ ସବୁ ତଳେ ପକଉଛି। ସେ ସୁନ୍ଦରୀ ଝିଅଟିକୁ ଦେଖି କୁମ୍ଭ ମନେ ମନେ ବହୁତ ଖୁସି ହୋଇଗଲା ଓ ଶିଆଳକୁ କହିଲା, ଆବେ ଶିଆଳ, ଦେଖ ସେ ଜାମୁକୋଳି ଗଛ ଉପରେ ଗୋଟିଏ ସୁନ୍ଦରୀ ଝିଅଟିଏ ଚଢ଼ିଛି। ଓହୋ, କେତେ ସୁନ୍ଦର ଦେଖାଯାଉଛି ସେ। ଭଗବାନ ଏ ଝିଅଟିକୁ ଗୋଟିଏ ଚାଉଳରେ ଗଢ଼ିଛନ୍ତି। ଆବେ ଶିଆଳ, ଏ ଝିଅ ଉପରେ ଖରାପ ନଜର ପକେଇବୁନୁ। ଆଜିଠୁ ଏ ତୋର ଭାଉଜ। କୁମ୍ଭ ଏହା କହିଛି କି ନାହିଁ, ଠିକ୍ ସେହି ସମୟରେ ସେ ଝିଅଟି ସେମାନଙ୍କୁ କହିଲା, ଆରେ ତୁମେ ଦୁଇ ଜଣ ଏ ଗଛ ତଳେ ଭାକୁଆଙ୍କ ପରି କଣ ଠିଆ ହେଇଛ? ଜାମୁକୋଳି ଖାଇବାକୁ ଆସିଛ କି? ରୁହ, ମୁଁ ତୁମକୁ ମିଠା ମିଠା ଜାମୁକୋଳି ଦଉଛି। ସୁନ୍ଦରୀ ଝିଅଟି ଏହା କହି ଏପଟକୁ ଅନାଇ ମନେ ମନେ ହସିଲା ଓ ତଳକୁ ଓହ୍ଲାଇ ସେମାନଙ୍କୁ ମିଠା ମିଠା ଜାମୁକୋଳି ଖାଇବାକୁ ଦେଲା। ଠିକ୍ ସେହି ସମୟରେ ଜୋରେ ଘଡ଼ଘଡ଼ି ସହିତ ପବନ ବହି ବର୍ଷା ହେବାକୁ ଲାଗିଲା। ଏହା ଦେଖି ସୁନ୍ଦରୀ ଝିଅଟି ଶିଆଳ ଓ କୁମ୍ଭକୁ କହିଲା, ଆରେ ଏବେ ତ ଜୋରେ ବର୍ଷା ପକେଇଲାଣି। ଏବେ ତମେ ଦୁଇ ଜଣ କୁଆଡ଼େ ଯିବ? ତମେ ଗୋଟିଏ କାମ କର, ମୋ ଘର ଏଇ ପାଖରେ, ତମେ ମୋ ଘରକୁ ପଳେଇ ଆସ। ବର୍ଷା ଛାଡ଼ିଲେ ତମେ ଦୁଇ ଜଣ ପଳେଇବ। ଏହା କହି ସୁନ୍ଦରୀ ଝିଅଟି ଶିଆଳ ଓ କୁମ୍ଭକୁ ନିଜ ଘରକୁ ନେଇଗଲା। ହଠାତ୍ ସେମାନେ ତିନି ଜଣ ବର୍ଷାରେ ଭିଜି ଭିଜି ଗୋଟିଏ ଭଙ୍ଗା ରଥ ପାଖରେ ପହଞ୍ଚିଲେ। ଠିକ୍ ସେହି ସମୟରେ ସୁନ୍ଦରୀ ଝିଅଟି ଶିଆଳ ଓ କୁମ୍ଭକୁ କହିଲା, ଆରେ ତମେ ଦୁଇ ଜଣ ଜମାରୁ ଡରନି। ଏଇଟା ହଉଛି ମୋରି ଘର। ଏ ରଥ ଘରକୁ ମୋ ବାପା ତିଆରି କରିଥିଲେ। ରଥଟି ସିନା ବାହାରକୁ ଭଙ୍ଗା ଦେଖାଯାଉଛି, ହେଲେ ରଥ ଭିତରେ ମହଲ ପରି ଘର ଅଛି। ତମେ ମୋ ସହିତ ଆସ, ମୋ ଘରକୁ ଦେଖିଲେ ବହୁତ ମଜା ଆସିବ। ଏହା କହି ସେ ସୁନ୍ଦରୀ ଝିଅଟି ରଥ ଭିତରକୁ ଗଲା ଓ ତା ପଛେ ପଛେ ଶିଆଳ ଓ କୁମ୍ଭ ମଧ୍ୟ ଗଲେ। ହେଲେ ଶିଆଳ ଓ କୁମ୍ଭ ଜାଣିନଥିଲେ ଯେ ସେ ଯାହାକୁ ସୁନ୍ଦରୀ ଝିଅ ଭାବି ତା ପଛରେ ଆସିଛନ୍ତି ସେ ସାଧାରଣ ଝିଅ ନଥିଲା, ସିଏ ଗୋଟିଏ ଥିଲା ବୁଢ଼ୀ ଅସୁରୁଣୀ। ସେ ଭେଷ ବଦଳାଇ ତାର ଶିକାର କରୁଥିଲା। ହଠାତ୍ ଶିଆଳ ଓ କୁମ୍ଭ ସେ ରଥ ଭିତରେ ପହଞ୍ଚିଛନ୍ତି କି ନାହିଁ ସେମାନେ ଦେଖିଲେ ସେ ଘର ଭିତରେ ଖାଲି ହାଡ଼ ପଡ଼ିଛି ଓ ସାମ୍ନାରେ ଗୋଟିଏ ଟିକି ଚଢ଼େଇ ଓ ତାର ଛୁଆ ବନ୍ଧା ହୋଇଛନ୍ତି। ଏହା ଦେଖି ଶିଆଳ ଓ କୁମ୍ଭ ବହୁତ ଡରିଗଲେ। ସେମାନେ ଅସୁରୁଣୀକୁ କିଛି କହିବା ପୂର୍ବରୁ ଅସୁରୁଣୀର ନାତୁଣୀ ଦୌଡ଼ି ଦୌଡ଼ି ଆସି ଶିଆଳର ଗୋଡ଼କୁ ଧରି ପକାଇଲା ଓ ତାର ମୁନିଆ ଦାନ୍ତରେ ଶିଆଳର ଗୋଡ଼କୁ କାମୁଡ଼ି କାମୁଡ଼ି ତାର ରକ୍ତ ଶୋଷିବାକୁ ଲାଗିଲା। ଆରେ ମରିଗଲି ରେ କୁମ୍ଭ ଭାଇ, ଇଏ କଣ? ଇଏ ଭୂତ ଛୁଆଟି କୋଉଠୁ ଆସିଲା? ଆରେ ମୋ ଗୋଡ଼କୁ ଛାଡ଼ ରେ। ଆରେ କାମୁଡ଼ି ପକେଇଲା ରେ। ଆରେ ବିନ୍ଧି ପକେଇଲା ମୋ ଗୋଡ଼। ଆରେ ଛାଡ଼ ମତେ। ଏହା ଦେଖି ସେ ସୁନ୍ଦରୀ ଝିଅଟି ଗୋଟିଏ ବୁଢ଼ୀ ଅସୁରୁଣୀରେ ପରିଣତ ହୋଇ ତାର ନାତୁଣୀକୁ ପାଟି କରି କହିଲା, ଆଲୋ ମା, ଆଲୋ ଛାଡ଼ିଦେ ତା ଗୋଡ଼କୁ। ଆଲୋ ଧର
ଏହି ଅସୁରୁଣୀ ଏହା କହିଛି କି ନାହିଁ। ଠିକ୍ ସେଇ ସମୟରେ ଅସୁରୁଣୀର ଭଉଣୀ ଗ୍ରାନୀ ଗୋଟିଏ ଛୁଆ ଶାରୀକୁ ପଞ୍ଜୁରୀରେ ଧରି ସେଠାରେ ପହଞ୍ଚିଲା। ଅସୁରୁଣୀ ନିଜ ଭଉଣୀ ଗ୍ରାନୀକୁ ଦେଖି ବହୁତ ଖୁସି ହୋଇଗଲା ଓ କହିଲା, ଆଲୋ ଭଉଣୀ, ଏତେ ଦିନ ପରେ ମୋ ଘରକୁ ଆସିଛୁ। ଠିକ୍ ସମୟରେ ପହଞ୍ଚିଛୁ ଭଉଣୀ। ଏବେ ମୁଁ ମାଂସ କଷା କରିବାକୁ ଯାଉଥିଲି। ହେଲେ ଭଉଣୀ, ଏ ପଞ୍ଜୁରୀ ଭିତରେ କାହାକୁ ଧରିକି ଆଣିଛୁ? ଅସୁରୁଣୀର କଥା ଶୁଣି ଗ୍ରାନୀ କହିଲା, ଭଉଣୀ, ଏଟା ଗୋଟିଏ ଶାରୀ ଛୁଆ। ଇଏ ଏକୁଟିଆ ଜଙ୍ଗଲରେ ବୁଲୁଥିଲା। ଆଉ ମଉକା ଦେଖି ମୁଁ ଆକୁ ଧରି ପକାଇଲି। ଭାବିଲି ଭଉଣୀ ଘରକୁ ଖାଲି ଶାରୀ କଣ ଯିବି, କିଛି ନ ନେଲେ ମୋ ସୁନା ଭଉଣୀ ଖରାପ ଭାବିବନି। ନେ, ଏ ଶାରୀ ଛୁଆର ପରକୁ ଛେଲି ଦେଇକି ତାକୁ କଡ଼କ ତେଲରେ ଟିକେ ଛାଣି ଦବୁ। ଏହା କହି ଗ୍ରାନୀ ସେ ପଞ୍ଜୁରୀଟିକୁ ତଳେ ଥୋଇଦେଲା। ଏସବୁ ଦେଖି ଶିଆଳ ଓ କୁମ୍ଭ କଣ କରିବେ କିଛି ବୁଝିପାରୁନଥିଲେ। ଠିକ୍ ସେଇ ସମୟରେ ଶିଆଳ ଗୋଟିଏ ଉପାୟ ଚିନ୍ତା କଲା। ଅଚାନକ ସେ ମିଛି ମିଛିକା ମରିଯିବାର ଅଭିନୟ କଲା। ଓହୋ, ମୋ ପେଟଲ ମା, ମରିଗଲି। କୁମ୍ଭ ଭାଇନା, ମୋ ପେଟ ଜୋରେ କଣ ହଉଛି। ଆଜି ସକାଳୁ ସକାଳୁ ମଲା କୁକୁଡ଼ା ଦିଟା ଖାଇ ଦେଇଥିଲି। ମୋ ପେଟ କଣ ହେଇଯାଉଛି। କୁମ୍ଭ ଭାଇନା, ମୁଁ କୁଆଡେ ଶୁଣିଥିଲି କୁକୁଡ଼ା ମାନଙ୍କୁ ରୋଗ ହେଇଯାଇଛି। ଏବେ ମୁଁ କଣ କରିବି? ମତେ କଣ ରୋଗ ହେଇଗଲା ନା କଣ? हे भगवान, मते रक्षा करो। अरे श्याल भाई, कौन है गला तुमरो? ये भगवान, श्याल भाई, हे प्रभु, ये कौन है गला? श्याल भाई कौन चाली गले ना कौन? एही परी श्याल सेठारे मिछि मिछिका मरी गला। ए सबु घटना सेठारे थाई ग्रानी और बुढ़ी असुरुणी देखुथांती। एहा देखी ସେମାନେ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ଠିକ୍ ସେଇ ସମୟରେ ଗ୍ରାନୀ ବୁଢ଼ୀ ଅସୁରୁଣୀକୁ କହିଲା, ଆଲୋ ଭଉଣୀ, ଏ ଶିଆଳଟା କଣ ଏତେ କୁତରା? ଏ ରୋଗିଣା କୁକୁଡ଼ା ମାନଙ୍କୁ ଖାଇକି ମରିଗଲା। ଭଉଣୀ, ଆ ମାଂସକୁ ଆଉ ତରକାରୀରେ ପକେଇବୁନୁ। ଆର ଏ ମଲା ଶରୀରକୁ ନେଇକି ବାହାରେ ଫିଙ୍ଗି ଦେଇ ଆସେ। ସେତିକା ବେଳୁ ମତେ ଖାଲି କୁକୁଡ଼ା ଗନ୍ଧଉଛି। ଆମ ଅନୁମାନ ଠିକ୍ ଥିଲା। ଏଇ ତାହେଲେ ପଚା କୁକୁଡ଼ା ଖାଇଥିଲା। ଏହା କହି ଦୁଇ ଭଉଣୀ ମିଶି ସେ ଶିଆଳର ଶରୀରକୁ ଧରି ବାହାରେ ଫିଙ୍ଗିବାକୁ ଚାଲିଗଲେ। ଭଉଣୀ, ଏ ମଲା ଶିଆଳକୁ ଆଖପାଖରେ ଫିଙ୍ଗିବାନି, ବହୁତ ଦୁର୍ଗନ୍ଧ ହବ। ଚାଲେ ଜଙ୍ଗଲ ମଝିକି ଯାଇକି ଫିଙ୍ଗି ଦେଇ ପଳେଇ ଆସିବା। ଏହା କହି ସେମାନେ ଜଙ୍ଗଲ ମଝିକୁ ଚାଲିଗଲେ। ଏଣେ ସେ ଅସୁରୁଣୀର ନାତୁଣୀ ସେ ଚଢେଇ ଓ କୁମ୍ଭକୁ ଜଗିକି ରହିଥାଏ। ଠିକ୍ ସେଇ ସମୟରେ କୁମ୍ଭ ମନେ ମନେ ଚିନ୍ତା କଲା, ଆରେ ଶିଆଳ ଭାଇ କଣ ସତରେ ଚାଲିଗଲା ନା କଣ? ଆଜି ତ ସେ କୁକୁଡ଼ା ଫୁକୁଡ଼ା କିଛି ଖାଇନି। ସକାଳୁ ମୋରି ସହିତ ବୁଲୁଛି। ନା ନା, ଶିଆଳ ଭାଇ ବୋଧେ ପ୍ଲାନ୍ କରି ଏଠୁ ଖସି ପଳେଇଲା। ହଁ, ମତେ ବି କିଛି ଗୋଟିଏ କରିବାକୁ ପଡିବ। ଏ ଦୁଇ ଭୂତିଆ ଅସୁରୁଣୀ ତ ଏଠାରେ ନାହାନ୍ତି। ହେଲେ ଅସୁରୁଣୀର ନାତୁଣୀଟା ଜଗିକି ରହିଛି। ୟାକୁ ଯଦି ମୁଁ ବନ୍ଦୀ କରିଦେବି, ମୁଁ ଆରାମରେ ଏଠାରୁ ଖସି ଚାଲିଯିବି। ଏହା ଭାବି କୁମ୍ଭ ସେ ଅସୁରୁଣୀର ନାତୁଣୀକୁ କହିଲା, ଆରେ ହେ ଛୁଆ, ତୋ ବୁଢୀ ମା ତ ଜଙ୍ଗଲକୁ ପଳେଇଲା। ଏବେ ତ ତତେ ଜୋରେ ଭୋକ ଲାଗିବଣି। ମୁଁ ବଢିଆ ମାଂସ କଷା କରେ। ତୁ ଗୋଟିଏ କାମ କର, ଯଦି ତୁ ମୋର ହାତ ରନ୍ଧା ମାଂସ ଖାଇବାକୁ ଚାହୁଁଛୁ, ତେବେ ପଞ୍ଜୁରୀ ଭିତରକୁ ଯାଇ ଏ ଶାରୀକୁ ବାହାର କର। ମୁଁ ତତେ ଆଜି ମୋ ହାତରେ କଷା ମାଂସ ରୋଷେଇ କରିକି ଦେବି। ତୁ ମଜାରେ ଖାଇବୁ। ହଠାତ୍ କୁମ୍ଭର କଥା ଶୁଣି ଅସୁରୁଣୀ ନାତୁଣୀ ମାଂସ ଖାଇବା ପାଇଁ ତା ମନରେ ଲୋଭ ଆସିଲା। ଠିକ୍ ସେଇ ସମୟରେ ଅସୁରୁଣୀ ନାତୁଣୀ ପଞ୍ଜୁରୀ ଭିତରକୁ ଗଲା ଓ ଶାରୀକୁ ପଞ୍ଜୁରୀ ଭିତରୁ ବାହାର କରିଦେଲା। ଠିକ୍ ସେଇ ସମୟରେ କୁମ୍ଭ ଦୌଡ଼ି ଯାଇ ସେ ପଞ୍ଜୁରୀର କବାଟକୁ ଦେଇଦେଲା ଓ ସେଇଠାରେ ହିଁ ସେ ଅସୁରୁଣୀର ନାତୁଣୀକି ବନ୍ଦୀ କରିଦେଇ ସବୁ ପକ୍ଷୀମାନଙ୍କୁ ସେଠାରୁ ମୁକ୍ତ କରିଦେଲା
ଓ ନିଜେ ମଧ୍ୟ ସେଠାରୁ ଚାଲିଗଲା। ତା କିଛି ସମୟ ପରେ ସେ ଦୁଇ ଅସୁରୁଣୀ ଭଉଣୀ ନିଜ ଘରକୁ ଫେରିଲେ। ହଠାତ୍ ସେମାନେ ଦେଖିଲେ ତାଙ୍କର ନାତୁଣୀ ସେ ପଞ୍ଜୁରୀ ଭିତରେ ବନ୍ଦୀ ହୋଇ ରହିଛି ଓ ସେ କୁମ୍ଭୀର ଓ ଚଢେଇ ମାନେ ସେଠାରେ ନାହାନ୍ତି। ଏଣେ ଶିଆଳ ଓ କୁମ୍ଭୀର ମନ ଖୁସିରେ ନିଜ ଜଙ୍ଗଲକୁ ଚାଲିଗଲେ ଓ ନିଜ ଜଙ୍ଗଲରୁ କାଠ ଆଣି ରଥ ତିଆରି କଲେ ଓ ଜଙ୍ଗଲରେ ରଥଯାତ୍ରା କଲେ।